ଢେଙ୍କାନାଳ ରାସୋଳ ଥାନା ସାପୁଆ ଡ୍ୟାମ୍ରେ ଅଘଟଣ ଘଟିଛି। ପାଣିରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି 70 ବର୍ଷୀୟ ପ୍ରସନ୍ନ ମହାରଣା। ଆଜି ଅପରାହ୍ନ 3ଟା ସମୟରେ ଭୁବନେଶ୍ୱର କଳିଙ୍ଗ ବିହାର ଅଞ୍ଚଳର 4 ଜଣ ପର୍ଯ୍ୟଟକ କାର୍ରେ ସାପୁଆ ଡ୍ୟାମ୍କୁ ଭୋଜି କରିବା ପାଇଁ ଯାଇଥିଲେ। ଗାଧୋଇବା ପାଇଁ ଯିବାବେଳେ ଭାରସାମ୍ୟ ହରାଇ କାର୍ଟି ପାଣି ଭିତରକୁ ପଶି ଯାଇଥିଲା। କାର୍ରୁ 3 ଜଣ ସୁରକ୍ଷିତ ଭାବରେ ବାହାରକୁ ପଳାଇ ଆସିଥିବା ବେଳେ ପ୍ରସନ୍ନ କାର୍ ଭିତରେ ହିଁ ରହିଯାଇଥିଲେ। ଘଟଣାସ୍ଥଳରେ ରାସୋଳ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ସହିତ କାର୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ। आम ये गाधला समय गोटे ओडी 33 गाड़ी सहित 5 जन व्यक्ति आसिले आसिक गाड़ी बेक करते बेक कलापर गाड़ी पछ चकड़ा खसीगला सी कौन है आम ये कहूँ गाड़ा उठेदेवा सी हैंड्रे पकई भाविले मुझे उठेदेवी सी कोशिश कले उठे पारे तापर गाड़ी फसीगला तो 7-8 जन व्यक्ति उठे उद्धार करने जाते 4 जन बाहर करदे वृद्धा लोक जड़े थे सी भर रहीगले तापर आम सागे सागे 112 को कॉल कलु कॉल कलापर दमकल बाहिनी आसला उद्धार कार्य कले।